ଗଞ୍ଜାମ ଜିଲ୍ଲାର ରାମଗୋଡ଼ାରେ ଥିବା ମା ବାଳକୁମାରୀଙ୍କ ମନ୍ଦିରକୁ ଆମେ ଯାଇଥିଲୁ ବୁଲିବାକୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆପଣମାନଙ୍କୁ ନ ସପୋର୍ଟ କଲେ କେମିତି ଆଗକୁ ଯିବି ମୁଁ? ଆପଣମାନଙ୍କ ସପୋର୍ଟ ନିହାତି ଦରକାର। ସେଥିପାଇଁ କହୁଛି ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଦେଖିବା କେତେ ଅଙ୍କା ବଙ୍କା ରାସ୍ତା। ଏଠି ଯୁଆଡ଼େ ଦେଖିବ ଅଧିକରୁ ଅଧିକ ଖାଲି ବାଉଁଶ ଗଛ ଥିଲା ପାହାଡ଼ରେ। ଆଉ ସେଠି ପୁଣି ପାର୍କିଂରେ ରହିକି ପୁଣି ସିଡ଼ି ବି ଚଢ଼ିକି ଯିବାକୁ ପଡ଼ୁଛି। ଦେଖନ୍ତୁ ଖାଲି ବାଉଁଶ ଗଛ, ଯୁଆଡ଼େ ଦେଖିବେ ଖାଲି ବାଉଁଶ ଗଛ, ଅଧିକରୁ ଅଧିକ। ତାପରେ ଅଙ୍କା ବଙ୍କା ରାସ୍ତାରେ ଯିବାକୁ ବହୁତ ମଜା ଲାଗିଲା। ଆଉ ଆମେ ବହୁତ ଖୁସି ବି ଥିଲୁ ସମସ୍ତେ। ଏଇ ଦେଖନ୍ତୁ ଗଣେଶଙ୍କ ମନ୍ଦିର, ଏଠି ହେଉଛି ପାର୍କିଂ ଏରିଆ। ଏଠି ଗାଡ଼ି ରଖିବେ, ପୁଣି ଚାଲି ଚାଲି ଯିବେ। ଦେଖିବାକୁ ତ ଲାଗୁଛି ଯେମିତି ପୁରା ପାଖରେ ମନ୍ଦିର। ସେଥିପାଇଁ ଛୋଟ ଛୁଆମାନଙ୍କର ନା ପାଣି ବୋତଲ ନେଲୁ ନା କ୍ଷୀର ବୋତଲ ନେଲୁ, ସେମିତି ପଳେଇଲୁ ଜଲ୍ଦି ଆସିବୁ ଦର୍ଶନ ସାରିକି ବୋଲି। ଏଠି ଦେଖନ୍ତୁ ମାଇଁ, ଆଉ ଏଇ ହେଉଛି ମୋ ମାମୁଁଙ୍କ ଝିଅ ଦିଦି, ମୋର ମମ୍ମି। ସେଠି ଭାଉଜ ଗୋଲାପି ଗୋଲାପି ଆଗରେ ଅଛନ୍ତି। ଏଠି ଦିଦିଙ୍କ ଝିଅ ଆଉ ଭାଉଜ ଆଉ ଆମ ଆରାଧ୍ୟା। ଏଠି ମୁଁ ଆଉ ମୋ ପୁଅ। ଭାଉଜ କହୁଛନ୍ତି ଚାଲ ଆସିଲା ବେଳେ ଫଟୋ ଉଠାଇବା। କାହିଁ ଗଲାବେଳେ ଫଟୋ ଉଠାଇବା କ'ଣ ମନେ କି? ଫଟୋ ତ ଉଠାଇବ, ଆସିଲା ବେଳକୁ କ'ଣ ଗଲାବେଳକୁ କ'ଣ। ଦେଖନ୍ତୁ ଆମ ଝିଅ କେମିତି ସିଡ଼ି ଚଢ଼ି ଚଢ଼ି ଆସୁଛି ଭାରି ଖୁସିରେ। ଯାହା ହଉ, ୱାଓ। ଆମେ ସିଡ଼ି ଚଢ଼ି 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 ଯାଉଛୁ, କିନ୍ତୁ ଜଲ୍ଦି। ଏଠି ଦେଖନ୍ତୁ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥରେ ସାରଥି ହେଇଥିଲେ, ତା'ର ମୂର୍ତ୍ତି ଏଠି ବନାଉଛନ୍ତି। ଏଠି ଭାଇ ଭଉଣୀ ମିଶିକି ସବୁ ଖେଳୁଛନ୍ତି। ଝିଅ ଆମର ଏତେ ସ୍ପିଡ଼ରେ ଧାଉଁଥିଲା। ଏଠି ଦେଖନ୍ତୁ କେତେ ବଡ଼ ଶିବଲିଙ୍ଗ। ଏଠି ପାଖକୁ ଆମେ ଯାଇପାରିଲୁନି, ଗଲାବେଳେ ଯେହେତୁ ଆମେମାନେ ସବୁ କଙ୍କଣ ଦେବୀ ଯିବାକୁ ବାହାରିଥିଲୁ, ଲେଟ୍ ହେଇଯିବ, ସେଥିପାଇଁ ଆଉ ନ ଯାଇକି ଦୂରରୁ ହିଁ ଭିଡ଼ିଓ କ୍ୟାପଚର୍ କରିଦେଇଥିଲି। ଦେଖନ୍ତୁ କେତେ ସୁନ୍ଦର। ମୋତେ ତ ପାହାଡ଼ିଆ ଜାଗା ବୁଲିବାକୁ ବହୁତ ପସନ୍ଦ ଲାଗେ। ଆଚ୍ଛା କେଉଁମାନଙ୍କୁ ଭଲ ଲାଗେ ଟିକେ କମେଣ୍ଟ କଲେ। ପୁଣି ଆସିଗଲୁ ସିଡ଼ି ଚଢ଼ି ଚଢ଼ି। ଏଥର ମାଆଙ୍କ ପାଖକୁ ଆସିଗଲୁ। ଆହୁରି ବି ଅଛନ୍ତି, ଏ ଦେଖ ମାଆଙ୍କ ବ୍ୟାଗ୍ ଦ୍ୱାର। ଦୁଇଟା ନଡ଼ିଆ ଗଛ, କେତେ ଗୁଡ଼ା ନଡ଼ିଆ ଫଳିଥିଲା। ନଡ଼ିଆ କି ପଇଡ଼ କେଜାଣି, ମୁଁ ବି ଜାଣିପାରିଲିନି। ଏପଟେ ଭୋଗ କିଣାକିଣି ସରିଲା ପରେ ଯାଇଥିଲୁ ସେଠି ଦୀପ ଲଗେଇଲୁ। ଦୀପ ଲଗେଇ ସାରିଲା ପରେ ମନ୍ଦିର ଭିତରକୁ ଯାଇଥିଲୁ ଆମେ। ଦେଖନ୍ତୁ ଫଟୋ ଉଠାଇବା ଯେହେତୁ ମନା ଥିଲା, ମୋ ଭିଡ଼ିଓ ଚାଲୁଥିଲା, ମୁଁ ଜାଣିନଥିଲି। ମାଆଙ୍କ ଭିଡ଼ିଓ ପଳେଇ ଆସିଛି। ଫଟୋ ଉଠାଇବା ସେଠି ମନା ଥିଲା, ସରି ମୋତେ କ୍ଷମା କରିଦେବେ। ତାପରେ ଏଠି ନଡ଼ିଆ ବାଡ଼େଇବାକୁ ଆସିଥିଲେ ଅଲଗା ଜାଗା।